ଆମେ ଗୋଟେ ଟପିକ ରିସର୍ଚ୍ଚ କରିଥିଲେ, ଦ ପ୍ଲେସମେଣ୍ଟ ଅଫ ରାହୁ ଶୁଭ ଦବା ସମୟ। ହୁଁ ସେ ଟପିକ ରେ ଆମେ ଏଇଆ ପାଇଥିଲେ ଯେ ଯୋଉ ଭାଇବ୍ରେସନ ଟା ଯୋଉଠି ଅଛି ଗୋଟେ ପର୍ଟିକୁଲାର ପଏଣ୍ଟ ରୁ ଆମେ ଖୋଳିବା ଆରମ୍ଭ କରିବା, ଆଉ ଗୋଟେ ପର୍ଟିକୁଲାର ପଏଣ୍ଟରେ ନେଇକି ଏଣ୍ଡ କରିବା। ହୁଁ ଆମେ ସେଇଟା କରିଥିଲେ, ରିସର୍ଚ୍ଚ କରିଥିଲେ ସେ ଗୋଟେ ଟପିକ ଉପରେ। ସେ ଟପିକ ଆଜି ପୁଣି ଆଉଥରେ ଆସିଗଲା, ଯୋଉଟାକୁ ଆମେ ରେକର୍ଡ କରୁନଥିଲେ। ସେଥିପାଇଁ ମୁଁ ଏଇଟା ରେକର୍ଡ କରୁଛି। ସେଥିରେ ଥିଲା ଯେ କୋଉ ମାସରେ ସର୍ପର ମୁହଁ କୋଉ ପଟେ ଅଛି। ହୁଁ ପ୍ରତି 3 ମାସରେ ସର୍ପର ମୁହଁ ଚେଞ୍ଜ ହବ। ଚେଞ୍ଜ ହେଇଥାଏ। ତେଣୁ ଯୋଉଠି ଆଜ ଇଟ ଇଜ ଏକ୍ଜାକ୍ଟଲି ତମର ସର୍ପର ମୁହଁ ଅଛି, ଯଦି ତମେ ସର୍ପର ମୁହଁରେ ଖୋଳିଲ ତାହେଲେ ସର୍ବପ୍ରଥମେ ଘରର କିଏ ଗୋଟେ ବଡ ମୁଣ୍ଡ ମରିବା କଥା ମରିବ। ହୁଁ ଯଦି ସର୍ପର ତମ ଅଣ୍ଟାରେ ଖୋଳିଲ ହୁଁ ତାହେଲେ ମଝି ମଝିଆ ଏଜ ର କିଏ ଗୋଟେ ଲୋକ ମରିବା କଥା ମରିବ। ହୁଁ ଯଦି ତମେ ସର୍ପର ଟେଲ ର ଖୋଲିଲ ତାହେଲେ ଗୋଟେ ଛୁଆ କିଏ ଗୋଟେ ମରିବା କଥା ମରିବ। ଏଇଟା କ୍ଲିୟର? ହଁ ଯଦି ବି ନ ମଲା ତାହେଲେ ସେ ହାଇଲି ସ୍ପିରିଚୁଆଲ ଥିବ, ତାହେଲେ ତାର ଆକ୍ସିଡେଣ୍ଟ ହବ ପକ୍କା।